ଅରଣ୍ୟ ଫସଲ। ଯେଉଁମାନେ ବି ଅରଣ୍ୟ ଫସଲର ଲଙ୍ଗ କ୍ୱେଶ୍ଚିନ୍ ଲେଖିବାକୁ ଚାହୁଁଛନ୍ତି ଏଇଥିରୁ ଲେଖିପାରିବେ। ମନୋରଞ୍ଜନ ଦାସ ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରଖ୍ୟାତ ନାଟ୍ୟକାର, ଗାଳ୍ପିକ ଏବଂ ପ୍ରାବନ୍ଧିକ ଥିଲେ, ଯିଏ ଓଡ଼ିଆ ନାଟକରେ ନବନାଟ୍ୟ ଆନ୍ଦୋଳନ ବା ଆଧୁନିକ ଉଦ୍ଭଟ ନାଟକ ପରମ୍ପରାର ମୁଖ୍ୟ ପୁରୋଧା ଭାବେ ପରିଚିତ। ତାଙ୍କ ଦ୍ୱାରା ରଚିତ ଅରଣ୍ୟ ଫସଲ 1970 ଏକ ଯୁଗାନ୍ତକାରୀ ମନସ୍ତାତ୍ତ୍ୱିକ ନାଟକ, ଯାହା ପାଇଁ ସେ 1971 ମସିହାରେ ସ୍ପୃହଣୀୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ମନୋରଞ୍ଜନ ଦାସ 10 ମାର୍ଚ୍ଚ 1923 କଟକ ଜିଲ୍ଲାର 42 ମୌଜା ଅନ୍ତର୍ଗତ ଝରକଟା ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ 17 ଫେବୃଆରୀ 2013ରେ ତାଙ୍କର ମହାପ୍ରୟାଣ ହୋଇଥିଲା। ସେ ପ୍ରସିଦ୍ଧ ରେଭେନ୍ସା ମହାବିଦ୍ୟାଳୟରୁ ଆଇନ ସ୍ନାତକ ହାସଲ କରିଥିଲେ। ସେ ଅଲ୍ ଇଣ୍ଡିଆ ରେଡ଼ିଓ ଆକାଶବାଣୀରେ ବରିଷ୍ଠ ନାଟ୍ୟ ପ୍ରଯୋଜକ ଭାବେ ଦୀର୍ଘ ସମୟ କାର୍ଯ୍ୟ କରିଥିଲେ। ପାରମ୍ପରିକ ଓଡ଼ିଆ ନାଟକର ଶୈଳୀ ବଦଳାଇ ସେ ଏଥିରେ ପାଶ୍ଚାତ୍ୟ ଅତିବାସ୍ତବବାଦ ଓ ଅସ୍ତିତ୍ୱବାଦର ପ୍ରୟୋଗ କରିଥିଲେ। ମଣିଷର ଅନ୍ତର୍ଦ୍ୱନ୍ଦ୍ୱ, ନିଃସଙ୍ଗତା ଓ ସହରୀ ଜୀବନର କପଟତା ତାଙ୍କ ନାଟକର ମୂଳ ସ୍ୱର ଥିଲା। ଆଗାମୀ, କାଠଗଢ଼ା, ବକ୍ସି ଜଗବନ୍ଧୁ, ବନହଂସୀ, ଶବ୍ଦଲିପି, ନନ୍ଦିକା କେଶରୀ ଏବଂ ତାଙ୍କ ଆତ୍ମଜୀବନୀ ସ୍ମୃତି ସଂଳାପ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ସାରଳା ପୁରସ୍କାର ପାଇଥିଲେ। ଏହା ଏକ 3 ଅଙ୍କ ବିଶିଷ୍ଟ ମନସ୍ତାତ୍ତ୍ୱିକ ତଥା ପ୍ରତୀକାତ୍ମକ ନାଟକ। ଏହାର କାହାଣୀ ଏକ ନିଛାଟିଆ ଜଙ୍ଗଲ ବଙ୍ଗଳାରେ ଗତିଶୀଳ ହୁଏ, ଯେଉଁଠାକୁ ଦୁଇଟି ଆଧୁନିକ ଦମ୍ପତି ସୁବ୍ରତ, ବେବୀ ଏବଂ ବର୍ମା, ଲିଲି ସହରୀ ଜୀବନର ଏକ ଘିଆମିରୁ ମୁକ୍ତି ପାଇବାକୁ ଆସିଥାନ୍ତି। ସେଠାରେ ସଂଗ୍ରାମ, ବେବୀର ପୁରାତନ ପ୍ରେମିକର ଆଗମନ ସେମାନଙ୍କ ସମ୍ପର୍କର ଜଟିଳତାକୁ ସାମ୍ନାକୁ ଆଣିଥାଏ। ଅରଣ୍ୟ ବା ଜଙ୍ଗଲ ଅମାନୁଷିକ ଏବଂ ଫସଲ ପରିଣାମ ଅର୍ଥାତ୍ ଆଧୁନିକ ସଭ୍ୟ ସମାଜର ମଣିଷ ଭିତରେ ଲୁଚି ରହିଥିବା ପଶୁ ପ୍ରବୃତ୍ତି, କାମନା, ଈର୍ଷା, ଭୟ ଓ ଯୌନ ବିକୃତିର ଯେଉଁ ଅମାନୁଷିକ ଅମଳ ବା ପରିଣାମ ମିଳେ, ତାହାକୁ ନାଟ୍ୟକାର ଏହି ନାମରେ ଦର୍ଶାଇଛନ୍ତି। ନାଟକରେ ସୁବ୍ରତ, ବେବୀ, ବର୍ମା, ଲିଲି ଏବଂ ସଂଗ୍ରାମ ଭଳି ଚରିତ୍ର ଅଛନ୍ତି, ଯେଉଁମାନେ ଆଧୁନିକ କପଟ ସମାଜର ପ୍ରତିନିଧିତ୍ୱ କରନ୍ତି। ଏଥିରେ ସଂଳାପଗୁଡ଼ିକ ଖଣ୍ଡିତ, ପ୍ରତୀକାତ୍ମକ ଏବଂ ଅନ୍ତର୍ମୁଖୀ। ଏହା ପାରମ୍ପରିକ ନାଟକ ପରି କୌଣସି ସିଧାସଳଖ ସାମାଜିକ ସଂସ୍କାର ବାର୍ତ୍ତା ଦିଏ ନାହିଁ, ବରଂ ଦର୍ଶକଙ୍କୁ ମଣିଷ ଚରିତ୍ରର ଗହନ ଗୁମର ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ସୁବ୍ରତ, ବେବୀ, ମିଷ୍ଟର ବର୍ମା, ଲିଲି, ସଂଗ୍ରାମ, ଚୌକିଦାର ଏହି 6 ଗୋଟି ଚରିତ୍ର ଅରଣ୍ୟ ଫସଲ ନାଟକରେ ଦେଖାଦେଇଛନ୍ତି। ମିଷ୍ଟର ବର୍ମା ଏବଂ ଚୌକିଦାର ଏ ଦୁହିଁଙ୍କୁ ଛାଡ଼ିଦେଲେ ଅନ୍ୟ 4 ଗୋଟି ଚରିତ୍ରଙ୍କଠାରେ ମଣିଷ ଜୀବନର ଯୌନ କ୍ଷୁଧା ହିଁ ସ୍ପଷ୍ଟ। ମିଷ୍ଟର ବର୍ମା ଜଙ୍ଗଲ ବିଭାଗର, ଜଙ୍ଗଲ ସହିତ ତାଙ୍କର ପରିଚିତ ଅଧିକ। ପାଠଶାଠ ତାଙ୍କର ବେଶୀ ଦୂର ନୁହେଁ, ମାତ୍ର ଖେଳ ପ୍ରତି ଅନୁରାଗ ଅଧିକ। ସେ ଶିକାର ପ୍ରିୟ। ବାଘ ଶିକାର ପାଇଁ ସେ ଜଙ୍ଗଲକୁ ଆସିଛନ୍ତି, ତେଣୁ ଆଖି ଆଗରେ ତାଙ୍କର ଗୋଟାଏ ଲକ୍ଷ୍ୟ, ବାଘ ଶିକାର କରି ସେ ନିଶ୍ଚୟ ଫେରିବେ। ସେଥିପାଇଁ ଶିକାର ସ୍ଥଳ ଖୋଜିବା ପାଇଁ ବାହାରିଯିବା ସମୟରେ ସେ ଅପରିଚିତ ସଂଗ୍ରାମଙ୍କୁ ଭେଟି ତାଙ୍କୁ ଡାକବଙ୍ଗଳାକୁ ଆଣିବା ପାଇଁ କୁଣ୍ଠାବୋଧ କରିନାହାନ୍ତି। ଏପରିକି ସୁବ୍ରତ ଓ ଚୌକିଦାର ଉଭୟଙ୍କୁ ସଙ୍ଗରେ ନେଇ ଏକାକୀ ଏକ ଡାକବଙ୍ଗଳାରେ ଲିଲି ଓ ବେବୀଙ୍କ ସହ ସଂଗ୍ରାମଙ୍କୁ ଛାଡ଼ିଯିବା ପ୍ରତି ତାଙ୍କର ଦ୍ୱିଧା ନାହିଁ। ବସ୍ତୁତଃ ସେ ଦିଗକୁ ତାଙ୍କର ଲକ୍ଷ୍ୟ ନାହିଁ। ହସ ଖୁସି ଫନ୍ଦିରେ ଜୀବନଟାକୁ ସେ ଉଡ଼େଇ ଦେବାକୁ ଚାହାନ୍ତି। କଲେଜ ଶିକ୍ଷା ତାଙ୍କୁ ସ୍ପର୍ଶ କରିନାହିଁ। ସେ ଉଚ୍ଚ ଶିକ୍ଷିତ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରି ନାହାନ୍ତି, ମାତ୍ର ଆଦିମ ମାନବର ସେହି ସରଳତା ଆଉ ନିଷ୍କପଟତାର କେତେକ ସଙ୍କେତ ଫୁଟି ଉଠିଛି ତାଙ୍କଠାରେ। ଡାକ ବଙ୍ଗଳାର ଚୌକିଦାର ଜଣେ ନିରୀହ ପ୍ରାଣୀ। ଡାକ ବଙ୍ଗଳାର ଦାୟିତ୍ୱରେ ସେ ରହିଛି, ତେଣୁ
ଆଗନ୍ତୁକମାନଙ୍କର ସେବାରେ ସେ ନିଜକୁ ନିୟୋଜିତ କରିଛି। କ୍ଷୁଦ୍ର ଉପାର୍ଜନା ତାର ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ନ ହେବାରୁ ସେ ଛେଳିଟିଏ ପୋଷିଛି। ଏହି ଛେଳିଟିର ଅବତାରଣା ଭିତରେ ନାଟ୍ୟକାର ମଣିଷ ଜୀବନର ଯୌନ କ୍ଷୁଧାର ଏକ ପ୍ରତୀକ ଚିତ୍ର ଦେଇଛନ୍ତି। ଛେଳିଟି କ୍ଷୁଧାରେ ଜର୍ଜରିତ। ଭୋକ ହେଲେ ସେ ବୋବାଏ, ତାପରେ କିଛି ଖାଇବାକୁ ଦେଲେ ସେ ନୀରବ ହୋଇଯାଏ। ଯେଉଁ ଯୌନ କ୍ଷୁଧାର ଏକ ପ୍ରତୀକ ଚିତ୍ର ଦେଇଛନ୍ତି। ଛେଳିଟି କ୍ଷୁଧାରେ ଜର୍ଜରିତ, ଭୋକ ହେଲେ ସେ ବୋବାଏ, ତାପରେ କିଛି ଖାଇବାକୁ ଦେଲେ ସେ ନୀରବ ହୋଇଯାଏ। ଦୁଇଥର ମୁଁ ଲେଖିଦେଇଛି, ଦେଖିଦେବେ ଟିକେ। ଯେଉଁ ଯୌନ କ୍ଷୁଧାର ଚିତ୍ରକୁ ମେରୁଦଣ୍ଡ କରି ଅରଣ୍ୟ ଫସଲ ନାଟକ ରୂପ ପାଇଛି, ତହିଁରେ ଯୌନ କ୍ଷୁଧାର ପ୍ରତୀକ ରୂପେ ଗୋଟିଏ ଛେଳିକୁ ଆଣି ନାଟ୍ୟକାର ଲକ୍ଷ୍ୟ ସାର୍ଥକ କରି ପାରିଛନ୍ତି। ସୁବ୍ରତ ସମ୍ଭ୍ରାନ୍ତ ପରିବାରର ଦର୍ଶନ ଅଧ୍ୟାପକ, ସମାଜରେ ତେଣୁ ପ୍ରତିଷ୍ଠିତ। ତେଣୁ ବେବୀ ସଂଗ୍ରାମକୁ ଲିଲି ସହିତ ଦେଖି ସଂଗ୍ରାମର ଚରିତ୍ର କଳଙ୍କିତ ବୋଲି ଘୋଷଣା କରିଛି। ନିର୍ମଳ ନିଷ୍କଳଙ୍କ ପବିତ୍ର ସୁବ୍ରତଙ୍କୁ ସେ ସ୍ୱାମୀ ରୂପେ ଗ୍ରହଣ କରିଛି। ଅଥଚ ଦର୍ଶନ ଅଧ୍ୟାପକ ସର୍ବଦା ପାଠପଢ଼ାରେ ବ୍ୟସ୍ତ। ସେ ବେବୀ ପ୍ରତି ଧ୍ୟାନ ଦେଇ ନାହାନ୍ତି। ତେଣୁ କିଛି ସମୟ ଅବସର ବିନୋଦନ ପାଇଁ ସୁବ୍ରତ ପଳାଇ ଆସିଛନ୍ତି ଅରଣ୍ୟର ଏକ ଡାକ ବଙ୍ଗଳାକୁ। ମାତ୍ର ଏଇଠି ତାଙ୍କର ନିଷ୍କଳଙ୍କ ଚରିତ୍ରର ପ୍ରମାଣ ମିଳୁଛି। ଅତୃପ୍ତ ଯୌନ କ୍ଷୁଧା ତାଙ୍କର ପ୍ରବଳ ହୋଇ ଉଠିଛି। ଲିଲିଙ୍କ ନିମନ୍ତ୍ରଣରେ ଗଭୀର ରାତିର ଅନ୍ଧକାର ଭିତରେ ସେ ପ୍ରବେଶ କରିଛନ୍ତି ଲିଲିଙ୍କ କୋଠରୀରେ। ସୁନା ଖଣିର ସନ୍ଧାନରେ ଆସିଥିବା ସଂଗ୍ରାମଙ୍କୁ ଆମେ ମିଷ୍ଟର ବର୍ମାଙ୍କ ସହିତ ପ୍ରଥମେ ଦେଖୁ। ବାହାର ଦୃଷ୍ଟିରେ ଦେଖିଲେ ମନେହୁଏ ସଂଗ୍ରାମ ଜଣେ ବ୍ୟବସାୟୀ। ସୁନା ଖଣିର ସନ୍ଧାନରେ ସେ ଆସିଛନ୍ତି। ବସ୍ତୁତଃ ଏହି କଥା ପ୍ରଥମେ ବାରମ୍ବାର ସଂଗ୍ରାମ ପ୍ରକାଶ କରିଛନ୍ତି। କିଛି ଦୂର ଅଗ୍ରସର ହେଲା ପରେ ବି ଏ ସୁନା ଖଣିର ସନ୍ଧାନ ଦର୍ଶକଙ୍କୁ ମିଳେନି। ଗୋଟାଏ ସ୍ଥଳରେ ସେ ଭାବେ ସଂଗ୍ରାମକୁ ବେବୀ ପ୍ରତ୍ୟାଖ୍ୟାନ କରିଛି। ଅତୀତରେ ଯଥା ସମ୍ଭବ ନିଜକୁ ଧନଶାଳୀ କରିବା ପାଇଁ, ନିଜର ଧନ ସମ୍ପତ୍ତି ପ୍ରତିପତ୍ତି ବଢ଼ାଇବା ପାଇଁ ସେ ସୁନା ଖଣିର ସନ୍ଧାନରେ ବୁଲି ବାହାରିଛି। ମାତ୍ର ନାଟକର ପରିସମାପ୍ତି ବେଳକୁ ହୃଦବୋଧ ହୁଏ, ଏ ସୁନା ଖଣି କେବଳ ଜୀବନର ମୂଲ୍ୟବୋଧ ଛଡ଼ା କିଛି ନୁହେଁ। ପୃଥିବୀରେ ଜୀବନର ମୂଲ୍ୟବୋଧ ନାହିଁ, ବଞ୍ଚିବାର ସାର୍ଥକତା ନାହିଁ, ଏହି ଦର୍ଶନରେ ସଂଗ୍ରାମ ନିଶ୍ଚିତ। ତେଣୁ ସେ ନାଟକର ପରିସମାପ୍ତିରେ ଆତ୍ମହତ୍ୟା କଲେ। ତାପରେ ନାଟକର ସଂଗ୍ରାମକୁ ଏକ ଅଭିନେତା, ଆକ୍ଟର ରୂପେ ପ୍ରକାଶ କରିଛନ୍ତି। ଏଭଳି ପ୍ରକାଶ କରିବାର ଅନ୍ୟ କାରଣ ଅଛି, ଯାହାକି ଉଦ୍ଭଟ ନାଟକର ପରିକଳ୍ପନା। ଉଦ୍ଭଟ ନାଟକ ଦେଖାଇବାକୁ ଚାହେଁ ଜୀବନର ଗଭୀରତମ ସତ୍ୟ। ଉଦ୍ଭଟ ନାଟ୍ୟକାରର ଚିନ୍ତାଧାରାରେ ରଙ୍ଗମଞ୍ଚରେ ଅଭିନେତା ଯାହା କରୁଛି ତାହା ସତ୍ୟ ନୁହେଁ। ଅନ୍ୟ ପକ୍ଷରେ ବାସ୍ତବ ଜୀବନ, ଯାହାକି ସମାଜ ଆଉ ସଭ୍ୟତାର ଦ୍ୱାହି ଦେଇ ଗୋଟିଏ ମୁଖାପିନ୍ଧା ବାସ୍ତବ ଜୀବନ ବୋଲି ଆମେ କହୁ, ତାହାକୁ ବାସ୍ତବ ଭାବରେ ରଙ୍ଗମଞ୍ଚରେ ରୂପ ଦେଇ ସେ ପୁଣି ସେହି ଆତ୍ମା ପ୍ରବଞ୍ଚନା, ଆତ୍ମପ୍ରତାରଣା କରୁଛି, ଯାହାକି ମଣିଷ କରିଚାଲିଛି ତାହାର ଜୀବନରେ। ଏହି ଅର୍ଥରେ ନାଟ୍ୟକାର ସଂଗ୍ରାମକୁ ଜଣେ ଅଭିନେତା ହିସାବରେ ଦେଖାଇଛନ୍ତି। ବେବୀ ତରୁଣୀ, ଜଣେ ଗୃହିଣୀ, ଗୃହକର୍ମରେ ନିପୁଣା। ଡାକ ବଙ୍ଗଳାରେ ରୋଷେଇ କାର୍ଯ୍ୟ ସେ ହିଁ କରିଛି। ଘରଟିକୁ ସଜେଇ ରଖିବାର ତାର ଯତ୍ନ ଅଧିକ। ମାତ୍ର ସୁବ୍ରତଙ୍କ ସହିତ ବିବାହ କରି ତାର ଯୌନ କ୍ଷୁଧା ମେଣ୍ଟିନି। ଏହାର ପରିଚୟ ଆମେ ପାଉ ସଂଗ୍ରାମଙ୍କ ସହ ତାର କଥା ଭାଷାରେ। ପରିଣତିରେ ବେବୀ ସୁବ୍ରତ ଚରିତ୍ରର ପରିଚୟ ପାଇଛି, ପରିଚୟ ନୁହେଁ ପ୍ରମାଣ ମଧ୍ୟ। ତେଣୁ ଏ ଜୀବନରୁ ବହୁ ଦୂରକୁ ସେ ଚାଲିଯିବାକୁ ସ୍ଥିର କରିଛି। ଲିଲି ଦେଖିବାକୁ ମୋଟା, ସୁନ୍ଦରୀ। ଯୌନ କ୍ଷୁଧା ତାଙ୍କଠି ପ୍ରଖର। ନିଭୃତ ଭାବରେ ଏକାକୀ ବସି ନିଜର ଆଙ୍ଗୁଠି କାମୁଡ଼ି ସେ ସଂଗ୍ରାମକୁ ଆହ୍ୱାନ ଦେଇଛନ୍ତି। ଏହା ହିଁ ପ୍ରକାଶିତ ହୋଇଛି ସଂଗ୍ରାମର କାହାଣୀ କହିବାରୁ। ସେହି ଲିଲି ମିଷ୍ଟର ବର୍ମାଙ୍କର ପତ୍ନୀ। ପତିଙ୍କର ଅନୁପସ୍ଥିତିରେ ସୁବ୍ରତଙ୍କୁ ନିଜ କୋଠରୀ ଭିତରକୁ ପ୍ରବେଶ କରିବାକୁ ନିର୍ଦ୍ଦେଶ କରିଛନ୍ତି। ଉଦ୍ଭଟ ନାଟକରେ ବଳିଷ୍ଠ ଚରିତ୍ର ଚିତ୍ରଣ ପାଇଁ ପ୍ରୟାସ ନାହିଁ, ଅଥଚ ପୁରାଣ ଓ ଇତିହାସର ନାଟକ ଦେଖି ଦେଖି ଓଡ଼ିଶାର ଦର୍ଶକ ଆଖି ଆଗରେ ବଳିଷ୍ଠ ଚରିତ୍ରକୁ ଦେଖିବାରେ ପ୍ରୟାସୀ। ନାଟ୍ୟକାର ମନୋରଞ୍ଜନ ଆଗରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବକ୍ସି ଜଗବନ୍ଧୁ ନାଟକରେ ଦୁଇଟି ବଳିଷ୍ଠ ଚରିତ୍ର ଓଡ଼ିଶାର ଦର୍ଶକମାନଙ୍କ ଆଗରେ ପରିବେଷଣ କରିଛନ୍ତି। ସେ ଉଚ୍ଚଶିକ୍ଷିତ ଓଡ଼ିଶା ଦର୍ଶକଙ୍କ ସହ ପରିଚିତ। ଏ ସମସ୍ତଙ୍କୁ ଆଖି ଆଗରେ ରଖି ଅରଣ୍ୟ ଫସଲ ପରି ଉଦ୍ଭଟ ନାଟକ ସୃଷ୍ଟି କଲା ସମୟରେ ମଧ୍ୟ ସେ ସଚେତନ। ବଳିଷ୍ଠ ଚରିତ୍ର ଚିତ୍ରଣ ନ ହେଲେ ବି ସୂଚନାତ୍ମକ ଭାବରେ କେତୋଟି ଚରିତ୍ରକୁ ସେ ଓଡ଼ିଶାର ଦର୍ଶକଙ୍କ ଆଗରେ ପରିଚିତ କରାଇଛନ୍ତି।
ସେ ଜାଣନ୍ତି ପଛରେ ତାଙ୍କର ଓଡ଼ିଆ ନାଟକର ଏକ ବଳିଷ୍ଠ ଐତିହ୍ୟ। ସେ ଐତିହ୍ୟକୁ ସେ ଛାଡ଼ି ଆସିଛନ୍ତି। ଆଉ ପରୀକ୍ଷାମୂଳକ ନାଟକ ସେ ପରିବେଷଣ କରିବାକୁ ପ୍ରୟାସ କରନ୍ତି। ତଥାପି ସେ ସମ୍ପୂର୍ଣ୍ଣ ଭାବରେ ଚରିତ୍ରମାନଙ୍କୁ ଭୁଲିଯାଇ ନାହାନ୍ତି। ଅରଣ୍ୟ ଫସଲ ଭାବପ୍ରଧାନ ନାଟକ। ତଥାପି ଯେଉଁ କେତେକ କ୍ଷୀଣ ସଙ୍କେତ ଦେଇ ସେ ତାଙ୍କର ଚରିତ୍ରମାନଙ୍କୁ ନାଟକରେ ଛିଡ଼ା କରାଇଛନ୍ତି, ସେଇଥିପାଇଁ ହିଁ ତାଙ୍କର ବୈଶିଷ୍ଟ୍ୟ। ଇଏ ଥିଲା ଅରଣ୍ୟ ଫସଲ।